ଶିକ୍ଷା ଆଗରେ ଦାରିଦ୍ର୍ୟ ବାଧକ ନୁହେଁ। ତେଲେଙ୍ଗାନାର କରିମନଗର ଜିଲ୍ଲା ଭେଲିଚାଲା ଗାଁର ନନ୍ଦଲା ସାଇ କିରଣ ଏହାର ପ୍ରତ୍ୟକ୍ଷ ପ୍ରମାଣ। ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସେସ୍ ପରୀକ୍ଷା 2023ରେ ସେ ସର୍ବଭାରତୀୟ ସ୍ତରରେ 27 ରାଙ୍କ ହାସଲ କରିଛନ୍ତି। ସାଇ କିରଣ ଜଣେ ବିଡ଼ି ଶ୍ରମିକ ମାଙ୍କର ପୁଅ। ଜୀବନରେ ସେ ଅନେକ ସଂଘର୍ଷ ଓ ଜଟିଳତାର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ଏହାକୁ ନିଜ ସଫଳତାର ମାର୍ଗରେ କେବେ ବାଧକ ହେବାକୁ ଦେଇନାହାନ୍ତି। ତାଙ୍କ କାହାଣୀ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ସାଇ କିରଣଙ୍କର ବାପା 2016 ମସିହାରେ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ତାପରେ ମା ଲକ୍ଷ୍ମୀଙ୍କର କାନ୍ଧକୁ ପରିବାର ପ୍ରତିପାଳନ ଓ ନିଜ ପିଲାଙ୍କର ଶିକ୍ଷା ଦାୟିତ୍ୱ ଆସିଲା। ଲକ୍ଷ୍ମୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କର ରୋଜଗାର ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ। ଲକ୍ଷ୍ମୀଙ୍କ ଆୟର ସ୍ରୋତ ହେଉଛି ବିଡ଼ି ପ୍ରସ୍ତୁତି। ତମାମ ସଂଘର୍ଷ ସତ୍ତ୍ୱେ ସେ ପିଲାଙ୍କୁ ଶିକ୍ଷିତ କଲେ। ମାଙ୍କର କଠିନ ପରିଶ୍ରମ ଦେଖି ପିଲାମାନେ ମଧ୍ୟ ଖୁବ୍ ଭଲ ପାଠ ପଢ଼ିଲେ।